ମସିହାରେ ମାନେ ଆଜିକି ଠିକ 80 ବର୍ଷ ତଳେ ଏଠି ଶିଳ୍ପର ଶୁଭାରମ୍ଭ ହେଲା ଏଇଟା। ତାପରେ କାଗଜ କଳ, ତାପରେ କଳିଙ୍ଗ ଦିଉଷ, ଏମିତି ଏମିତିକା ଏଠି 7ଟା ଶିଳ୍ପ ହେଲା। ଟାଇଲ ଫ୍ୟାକ୍ଟ୍ରି 7ଟା ଶିଳ୍ପ ହେଲା। ଏଇଟା ଓଡ଼ିଶାର ସଭା ପ୍ରଥମ ଶିଳ୍ପାଞ୍ଚଳର ପରିଚୟ ହାସଲ କଲା। 35,000 ଲୋକ ଆସି ଏଠି କାମ କଲେ। ଆନ୍ଧ୍ର, ୟୁପି, ବିହାରଠୁ ଲଗେଇକିନା, କଲିକତାରୁ ଲଗେଇକିନା ଓଡ଼ିଶାର ସମଗ୍ର ଜିଲ୍ଲା, ସମସ୍ତ ଜିଲ୍ଲାରୁ ଲୋକ ଆସି ଏଠି କାମ କଲେ। ଏଇଟା ଗୋଟେ କୋଳାହଳପୂର୍ଣ୍ଣ ସହର ହେଲା ବା ଆର ଉନ୍ନତି ହେଲା। ଆଜି ଯଦି ଆପଣ ICCL କୁ ବାଦ ଦେଇଦେବେ, ଇମ୍ଫାକୁ ବାଦ ଦେଇଦେବେ, ଆପଣ 80 ବର୍ଷ ପଛକୁ ପଳେଇଲେ। 80 ବର୍ଷ ତଳେ ଏଠି କୌଣସି ଶିଳ୍ପ ନଥିଲା। କେବଳ ଯଦି ଇମ୍ଫା ବନ୍ଦ ହେଇଯାଇଥାନ୍ତା କି ଇମ୍ଫା ନଥାନ୍ତା ତାହେଲେ ଏଠି ଶିଳ୍ପର ବିହନ ବୁଡ଼ି ଯାଇଥାନ୍ତା। ତେଣୁ ଆମେ ଏ ବିପର୍ଯ୍ୟୟଟା ଆମର କେତେ ଦିନ ଭିତରେ ହେଇଛି? ଏ ବିଗତ ଯୋଉ 25 ବର୍ଷରେ ଆମେ ଯାଇଛେ 80 ବର୍ଷ ପଛକୁ। କେବଳ ଶିଳ୍ପ କ୍ଷେତ୍ରରେ ନୁହେଁ, ଏ ଯୋଉ କଥା ମୁଁ କହୁଛି ଆଜ୍ଞା, ଆ ଦେହରେ ଆପଣମାନେ କିଏ ଦୁର୍ମତ ଅଛନ୍ତି କି? 80 ବର୍ଷ ତଳେ ଏଠି କାରଖାନା ନଥିଲା। ICCL କୁ ଛାଡ଼ିଦେଲା ପରେ ସବୁ ଶିଳ୍ପ ଏଠି ବନ୍ଦ। ଲୁଗା କଳ ବନ୍ଦ, କାଗଜ କଳ ବନ୍ଦ, ଲିଭା କାର୍ପେଟ ବନ୍ଦ, ସବୁ ବନ୍ଦ। ଆଉ ଇଲେକ୍ଟ୍ରୋସ, ସେ ଥର୍ମାଲ ପାୱାର ଷ୍ଟେସନ, ସେଟା କେବେ ବନ୍ଦ ସବୁ। ତେଣୁ ଏ ଲାଷ୍ଟ 20 ବର୍ଷ 25 ବର୍ଷ ଭିତରେ ଟୋଟାଲ ଏ ଅଞ୍ଚଳ 80 ବର୍ଷ ପଛକୁ ପଳେଇଛି। ଏଇଟା ମୁଁ କହୁଛି, ଆପଣମାନେ ଏଇଟା ବୁଝିପାରୁଛନ୍ତି ନା ନାଇଁ? ଆପଣ ଆ ଦେହରେ ଦୁର୍ମତ? 80 ବର୍ଷ ଭିତରେ, 80 ବର୍ଷ ପୂର୍ବରୁ ଆମର କିଛି ନଥିଲା, ଏବେ ଆମର କିଛି ନାହିଁ। ଆମ ଅଞ୍ଚଳକୁ ଡେଭଲପମେଣ୍ଟ ଦରକାର, ଯୁବକକୁ କାମ ଦରକାର, ବଜାର ଘାଟର ବ୍ୟବସାୟ ବଢ଼ିବା ଦରକାର। ୟା ଉପରେ ମାନେ ଡେଭଲପମେଣ୍ଟ ଉପରେ କେହି ଚିନ୍ତା କଲେ ନାହିଁ। କେବଳ ଆମେ ଯାହାକୁ ଏଠି ଗୋଟେ ସମୟରେ ସମାଜ ବା ରାଜନୈତିକ ଲୋକମାନେ ବା ଯୋଉମାନେ ତଥାକଥିତ ବୁଦ୍ଧିଜୀବୀ ଏସବୁ ଲୋକମାନେ କହୁଥିଲେ, ଏମାନେ ବେକାର ସେ ଗେଟ୍ କତିରେ ବସିଛନ୍ତି। ବେକାର ଗେଟ୍ କତିରେ ବସିଛନ୍ତି, କିଛି ଲାଭ ନାହିଁ। ସେ ତାଙ୍କ ପଇସା ପାଇଁ କହିଛନ୍ତି। ନାଇଁ, କଥା ସେଇଟା ନଥିଲା। କଥା ନଥିଲା 4,500 ଶ୍ରମିକ ତାଙ୍କ ପଇସା ନେବେ, ସେଇଟା କଥା ନଥିଲା। ତା ସହିତ ଆଉ ବହୁତ ବଡ଼ ସଂଗଠନ ଥିଲା। ସେ ସଂଗଠନଟା ହେଉଛି ଚୌଦାର ହରେଇଥିବା ତାର ଐତିହ୍ୟ, ତାର ଗୌରବ ବା ତାର ଯୋଉ ଭାତହାଣ୍ଡିଟାକୁ କେମିତି ವಾಪସ ଆସିବ, କେମିତି ଫେରସ୍ତ ହବ, ତା ଉପରେ ଚାଲିଥିଲା ସଂଘର୍ଷ। ତେଣୁ ଆପଣମାନେ ଯୋଉମାନେ ଏ ମାଟିକି ବଞ୍ଚେଇକି ରଖିଛନ୍ତି, ଖାଲି 522 ଏକର ଆଜି ଶିଳ୍ପର ନାଁଟାକୁ ବଞ୍ଚେଇକି ରଖିଲେ, ପଇସା ତ ପାଇସାରିଛେ, ପୁଣି କାହିଁ ଏଠି ଏକଜୁଟ ହେଇছে? ପେନସନ ତ ପାଇସାରିଛେ, ପଇସା ତ ପାଇସାରିଛେ, ପୁଣି କାହିଁ ଏକଜୁଟ ହେଇছে? ନାଇଁ, ଆମ ମନରେ ଗୋଟେ ଭଲ ଜିନିଷ ଅଛି। ସେ ଯୋଉ ପଇସା ନେଇଛନ୍ତି ଯେ ସରିଗଲାଣି। ଆଉ ବି ଯଦି ଲକ୍ଷେ ମିଳିବାର ଅଛି, ସେ କୋର୍ଟରୁ ସୁଧ ପଇସା କି ଆଉ କିଏ କାହାର ପାଇବାର ଥିବ, ସେ ଲକ୍ଷେ ବି ପଳେଇବ। ଏ 2 ଲକ୍ଷ 5 ଲକ୍ଷ 10 ଲକ୍ଷ ପଳେଇଲା, ସେ କଣ ରହିବ କି ଆଉ ଲକ୍ଷେ ଟଙ୍କା? ସେ ବି ପଳେଇବ। ତାହେଲେ ଆମ ଆଗାମୀ ପିଢ଼ି ପାଇଁ, ଆମ ପିଲାଙ୍କ ପାଇଁ ଆମେ ଜଣ ଯୋଉ ଭାତ ହାଣ୍ଡିଟା ଆମର ଚୋରି ହେଇଥିଲା, ପୁଣି ଆଣି ଥୋଇଦେଲେ। ପୁଣି ଆମ ପିଲା, ତମ ପିଲା, ସେ ଯିଏ ଆମକୁ ନିନ୍ଦା କରୁଛନ୍ତି ବା ଏ ଲଢ଼େଇର ଗୁରୁତ୍ୱଟାକୁ ବୁଝିପାରୁନାହାନ୍ତି ସମସ୍ତେ, ତା ଦ୍ୱାରା ଉପକୃତ ହେବେ, ସାରା ରାଜ୍ୟ ଉପକୃତ ହେବ, ସାରା ଅଞ୍ଚଳ ସମୃଦ୍ଧ ହେବ।